କୁନୁ ଆଉ ମୁନୁ ଦୁଇ ଜଣ ସାଙ୍ଗ। କୁନୁ ସ୍ୱଭାବରେ ସରଳ ଆଉ ନମ୍ର, ଗୁରୁଜନମାନଙ୍କ କଥା ମାନେ, ସ୍କୁଲରେ ଭଲ ପାଠ ପଢ଼ୁଥିବାରୁ ସମସ୍ତଙ୍କର ପ୍ରିୟ। ହେଲେ ମୁନୁର ସ୍ୱଭାବ ଠିକ୍ ତା ବିପରୀତ। ସ୍କୁଲକୁ ଯାଉଛି କହି ଘରୁ ବହିବସ୍ତାନି ଧରି ଆସେ, ହେଲେ ସ୍କୁଲ ନ ଯାଇ ନଈପଠାରେ ବୁଲେ। ଘରେ କି ସ୍କୁଲରେ ତାକୁ କେହି ପସନ୍ଦ କରନ୍ତିନି। କୁନୁ ତାର ସାଙ୍ଗ ହେଲେ କ'ଣ ହେଲା, ତାର ଭଲ ଗୁଣ ସବୁ ମୁନୁକୁ ମୋଟେ ପସନ୍ଦ ନୁହଁ। କୁନୁର ପ୍ରଶଂସା ଶୁଣିଲେ ମୁନୁ ରାଗରେ ଜଳି ଉଠେ। ଦିନକର କଥା, ସ୍କୁଲରେ ପରୀକ୍ଷା ଫଳ ବାହାରିଥାଏ। କୁନୁ ସବୁଠୁ ଭଲ ନମ୍ବର ରଖି ଶ୍ରେଣୀରେ ପ୍ରଥମ ହେଇଥାଏ। ତେଣୁ ସମସ୍ତେ ତାକୁ ପ୍ରଶଂସା କରୁଥାନ୍ତି। ହେଲେ ମୁନୁ ଫେଲ୍ ହେଇଥିବାରୁ ମୁହଁକୁ ତଳକୁ ପୋତି ରହିଥାଏ। ଏଥିରେ କୁନୁର କିଛି ଭୁଲ ନାହିଁ। ତଥାପି ମୁନୁ ଈର୍ଷାରେ ଗର୍ଜି ଉଠିଲା। କୁନୁର ସଫଳତାକୁ ସେ ଆଦୌ ବରଦାସ୍ତ କରିପାରିଲାନି। ମନେ ମନେ ଭାବିଲା, କୁନୁକୁ ଏମିତି ମଜା ଚଖେଇବି ଯେ ସେ ସାରା ଜୀବନ ମନେ ରଖିବ। ୟା ଭିତରେ କିଛି ଦିନ ବିତିଗଲା। ଦିନେ ମୁନୁ କୁନୁକୁ ଡାକି କହିଲା, ଆରେ କୁନୁ, ଚାଲ, ପରୀକ୍ଷା ତ ସରିଗଲାଣି, ଆଜି ପୋଖରୀକୁ ଯିବା, ମନବୋଧ କରି ଗାଧେଇବା। କୁନୁ କହିଲା, ହେଲେ ମୁଁ ତ ପହଁରା ଶିଖିନି, ମୁଁ କେମିତି ଏତେ ପାଣିରେ ଗାଧେଇବି, ତୁ ଏକା ଯା। କୁନୁ କଥା ଶୁଣି ମୁନୁ କହିଲା, ତୁ ମୋଟେ ବ୍ୟସ୍ତ ହନି, ମୁଁ ତତେ ପହଁରା ଶିଖେଇଦେବି, ଆଉ ତୁ କୂଳରେ ରହି ଗାଧେଇବୁ। ମୁନୁର ଏ ପ୍ରକାର କଥାରେ କୁନୁ ରାଜି ହେଇଗଲା, ଆଉ ଦୁହେଁ ପୋଖରୀ ପାଖରେ ଯାଇ ପହଞ୍ଚିଲେ। ମୁନୁ ଖଣ୍ଡି ପହଁରା ଶିଖିଥାଏ, ତେଣୁ ସେ କୁନୁକୁ ପହଁରିବା ଶିଖେଇବ କହି ପୋଖରୀ ମଝିର ଅଥଳ ପାଣିକୁ ନେଇଗଲା, ଆଉ ଅଥଳ ପାଣିରେ କୁନୁକୁ ଛାଡ଼ି ଦେଇ ନିଜେ କୂଳକୁ ଚାଲି ଆସିଲା। ମୁନୁର ପିଲାଳିଆମି ମୁଣ୍ଡରେ ଏତିକି ପଶିଥିଲା ଯେ କୁନୁ ପାନେ ପାଇବ। ହେଲେ ସେ ଜାଣିନଥିଲା ଯେ ଏଥିରେ କୁନୁର ଜୀବନ ବି ଯାଇପାରେ। ଯୋଗକୁ ଠିକ୍ ସେଇ ସମୟରେ ଗୋଟିଏ ଲୋକ ସେଇ ବାଟ ଦେଇ ଯାଉଥିଲା, ଆଉ କୁନୁକୁ ପାଣିରେ ବୁଡ଼ି ଯାଉଥିବାର ଦେଖି ସେ ତାକୁ ଉଦ୍ଧାର କରି କୂଳକୁ ଆଣିଲା। ହେଲେ ସେତେବେଳକୁ ମୁନୁ ସେଠୁ ଚମ୍ପଟ ମାରିଥାଏ। ଠିକ୍ ତା ପରଠୁ କୁନୁ ଆଉ ମୁନୁ ସହ କଥାବାର୍ତ୍ତା ହେଲାନି। ଏମିତି କିଛି ଦିନ ବିତିଗଲା। ସେଥର ଥାଏ ଦୀପାବଳି। ଗାଁ ଦାଣ୍ଡରେ କିଛି ଛୋଟ ପିଲା ବାଣ ଫୁଟଉଥାନ୍ତି। ସେମାନଙ୍କ ଭିତରେ କୁନୁ ଆଉ ମୁନୁ ଦି ଜଣ ଥାନ୍ତି। ହେଲେ ଦୁହେଁ କେହି କାହା ସହ କଥାବାର୍ତ୍ତା ହଉନଥାନ୍ତି। ଠିକ୍ ସେତିକି ବେଳେ ମୁନୁ ବାଣ ଫୁଟଉ ଫୁଟଉ ତା ସାର୍ଟରେ ନିଆଁ ଲାଗିଗଲା। ସମସ୍ତେ ପାଟି କରୁଥାନ୍ତି, ହେଲେ କାହାକୁ ନିଆଁ ଲିଭେଇବାର ଉପାୟ ଜଣା ନଥାଏ। ହଠାତ୍ କୁନୁର ତା ଗୁରୁଜୀଙ୍କ କଥା ମନେ ପଡ଼ିଲା। ଦୀପାବଳି ପୂର୍ବରୁ ଗୁରୁଜୀ କହିଥିଲେ, ଯଦି କାହା ଦେହରେ ନିଆଁ ଲାଗିଯାଏ ତେବେ ତାକୁ କେମିତି ଲିଭେଇ ହେବ। କୁନୁ ଆଉ ଡେରି ନ କରି ଦୌଡ଼ି ଯାଇ ଘରୁ ଗୋଟିଏ କମ୍ବଳ ନେଇ ଆସିଲା, ଆଉ ସେଇ କମ୍ବଳରେ ମୁନୁକୁ ଘୋଡ଼େଇ ଦେଲା। ଦେଖୁ ଦେଖୁ ନିଆଁ ଲିଭିଗଲା, ଆଉ ମୁନୁ ଗୋଟିଏ ବଡ଼ ବିପଦରୁ ରକ୍ଷା ପାଇଲା। ମୁନୁ ଯାହାକୁ ଦିନେ ଅଥଳ ପାଣିରେ ଛାଡ଼ି ଆସିଥିଲା, ସେ ଆଜି ତା ଜୀବନ ବଞ୍ଚେଇଲା। ଏତକ ଦେଖି ମୁନୁ ଆଖିରୁ ଲୁହ ଜକେଇ ଆସିଲା। ସେ କାନ୍ଦି କାନ୍ଦି କୁନୁକୁ କୁଣ୍ଢେଇ ପକେଇଲା। ସେଇଦିନଠୁ କୁନୁ ଆଉ ମୁନୁ ପୁଣି ସାଙ୍ଗ ହେଇ ରହିଲେ।